जा देवी सर्वभूतेषु शक्तिरूपेण संस्थिता नमस्तस्यै 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 नमो नमः। करुणामयी शक्ति स्वरूपिणी माँ एवं परम प्रभु परम आनंदमय श्री अरविंदଙ୍କ पादपद्मरे मोर कोटि कोटि प्रणाम। ऑनलाइन डिवाइन ग्रेस पाठचक्र माध्यम उपस्थित थिबा समस्त मातृप्रेमी अपा भाई और मातृ परिवार समस्त सदस्य मानकु मोर यथायोग्य आंतरिक प्रणाम शुभेच्छा सदिच्छा तथा जुहार। नव सकाळर सूर्य रश्मि अरश्री आज जो दिव्य पथरे अग्रसर हेउअछि मातृ करुणारु सेथिरे तेज दीप्ति और प्रभा भरी जाऊ एतिकी कामना। एबे पार्वणर दिन शरत ऋतुर निर्मल आकाश सबुजिमामय परिवेश और काशतंडी फुलर शुभ्रता आज माँ दुर्गांकर धरावतरणर सूचना प्रदान करुअछि। किंतु मनरे प्रश्न आसे एई माँ आद्याशक्ति देवी दुर्गा किए? माँ ए जड़ जगत को काहींकी आसंती? प्रभु श्री अरविंद मानव जीवन और जगतर कल्याण पाई आद्याशक्ति माँ को काहींकी आंतरिक भक्ति प्रदर्शन करने को कहिसंती? भारतर युवशक्ति तथा नव भारतर गठन रे श्री अरविंद मातृशक्ति प्रति काहींकी आस्थाशील थिले? यह एक गभीर और अनुचिंतनर विषय। मोर स्वल्प ज्ञान माँ का करुणा यथायोग्य सदिच्छा और आशीर्वाद द्वारा आज रखा जाइथिबा आद्याशक्ति माँ और देवी दुर्गा विषयटी को मु यथासंभव हृदयस्पर्शी करिबा पई निश्चय चेष्टा करिबी। सृष्टिर आरंभ समय रे आमर यही पृथ्वी एक महाजागतिक गैसीय और ज्वलंत पिंड थिला। एहा क्रमे शीतल होई प्रथमे जलराशि सृष्टि हैला। जलरु जलचर उभयचर एवं शेषरे स्थलजीव माने सृष्टि हेले। विज्ञान मते एहा सृष्टि तत्व सबु किछि शक्तिर उत्सरु ही सृष्टि। महाकर्षण शक्ति और माध्याकर्षण शक्तिर भूमिका विषय रे आमे प्राय समस्ते अवगत। शक्तिर बंधन हेले जड़ बा जीव। जड़ जेपरी H2O बंधनरु सृष्टि अर्थात दुई भाग उद्जान एवं एक भाग अम्लजानर सम्मिश्रण रे जलर सृष्टि। उद्जान बा अम्लजान हेउछि गोटिए गोटिए गैसीय शक्ति। जल हेउछि रूप, अम्लजान बा उद्जान हेउछि अरूप। गोटिए आकार और अन्यटी निराकार। तेणु शक्ति हेउछि अरूप, निराकार, असीम और अनंत। शक्ति ही ईश्वर सी सबु सृष्टिर कारण। विज्ञान मते जेतेबेले केही नथिले सेतेबेले केवल शक्ति ही थिला। सेमिति पुराण मते जेतेबेले केही नथिले एमिति कि आम विश्वासर ब्रह्मा विष्णु महेश्वर सकल देवादेवी मानव दानव कि जीव विशेष किछि भी नथिले सेतेबेले एका थिले आद्या शक्ति। तांको द्वारा जीव जगतर सृष्टि
ଏବଂ ସିଏ ସୃଷ୍ଟିର ପାଳନକର୍ତ୍ତି ଓ ସଂହାରକାରିଣୀ। ତାଙ୍କର ଇଚ୍ଛାରୁ ସେ ସବୁ ଦେବତାଙ୍କୁ ସୃଷ୍ଟି କରିଛନ୍ତି। ତାଙ୍କ ସୃଷ୍ଟିରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ନିଯୁକ୍ତ ହୋଇ ସୃଜନ, ପାଳନ ଓ ସଂହାର କାର୍ଯ୍ୟ କରିଥାନ୍ତି। ଆଦିମାତା ଶକ୍ତି ସ୍ୱରୂପିଣୀ ପୃଥିବୀର ମଙ୍ଗଳ ପାଇଁ ଭିନ୍ନ ଭିନ୍ନ ରୂପରେ ମଧ୍ୟ ପ୍ରକଟିତ ହୋଇଥାନ୍ତି। ହିନ୍ଦୁ ଧର୍ମରେ ଶକ୍ତି ଉପାସନା ବା ମାତୃଶକ୍ତି ଆରାଧନା ବହୁତ ପ୍ରାଚୀନ। ଏହାର ମୂଳ ଉତ୍ସକୁ ଖୋଜି ପାଇବା ମଧ୍ୟ କଷ୍ଟକର। ବିଭିନ୍ନ ଧର୍ମଶାସ୍ତ୍ର, ପୌରାଣିକ କାହାଣୀ, କିମ୍ବଦନ୍ତୀରେ ଏହାର ନିର୍ଯାସକୁ ଲକ୍ଷ୍ୟ କରିହେବ। ଗୋଟିଏ ପୌରାଣିକ କାହାଣୀରେ କୁହାଯାଇଛି ଯେ ଏକଦା ମନ୍ଦାରଚଳ ପର୍ବତ ଉପରେ ବିଷ୍ଣୁଙ୍କ ସମେତ ସମସ୍ତ ଦେବତା ଏକତ୍ରିତ ଥିଲେ। ନାରଦ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କୁ ପ୍ରଶ୍ନ କଲେ, ସମସ୍ତେ ତ ଆପଣମାନଙ୍କୁ ଉପାସନା କରନ୍ତି, ତେବେ ଆପଣ ତିନି ଜଣଙ୍କର ଉପାସ୍ୟ ଦେବତା କିଏ? ଭଗବାନ ଶିବ ଧ୍ୟାନମଗ୍ନ ହେଲେ ଏବଂ କିଛି ସମୟ ପରେ ଧ୍ୟାନଭଗ୍ନ କରି କହିଲେ, ଶୁଦ୍ଧ ଶାଶ୍ୱତ ପ୍ରକୃତି ସ୍ୱରୂପିଣୀ ମା ଭଗବତୀ ହେଉଛନ୍ତି ସାକ୍ଷାତ୍ ପରମ ବ୍ରହ୍ମ। ସେ ଆମର ଉପାସ୍ୟ ଦେବୀ ଅଟନ୍ତି। ମହାଶକ୍ତି ମା ଭଗବତୀ ଜଗତର ସୃଜନ ପାଇଁ ଶିବଙ୍କ ପତ୍ନୀ ହେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି। ଶିବ ମଧ୍ୟ ତପସ୍ୟା କରି ମା ଭଗବତୀଙ୍କ ଆଶୀର୍ବାଦ ପାଆନ୍ତି। ସମୟାନୁକ୍ରମେ ମା ଭଗବତୀ ଯକ୍ଷଙ୍କର କନ୍ୟା ରୂପେ ଜନ୍ମ ହୁଅନ୍ତି। ତାଙ୍କ ନାମ ହୁଏ ସତୀ। ଯକ୍ଷଙ୍କ ଅନିଚ୍ଛା ସତ୍ତ୍ୱେ ବ୍ରହ୍ମାଙ୍କ ମଧ୍ୟସ୍ଥତାରେ ସତୀଙ୍କର ଶିବଙ୍କ ସହିତ ବିବାହ ହୁଏ। ଶିବ ଶ୍ମଶାନବାସୀ ଥିବାରୁ ଏବଂ ଯକ୍ଷଙ୍କ ଅଧୀନତା ସ୍ୱୀକାର କରୁନଥିବାରୁ ଯକ୍ଷଙ୍କର ଶିବଙ୍କ ପ୍ରତି ବିଦ୍ୱେଷ ଭାବ ଓ କ୍ରୋଧ ଥିଲା। ଶିବଙ୍କୁ ନିନ୍ଦିତ ଓ ଅପମାନିତ କରିବା ଉଦ୍ଦେଶ୍ୟରେ ଯକ୍ଷ ଏକ ଯଜ୍ଞର ଆୟୋଜନ କଲେ ଏବଂ ଶିବଙ୍କୁ ନିମନ୍ତ୍ରିତ କଲେ ନାହିଁ। ଶିବଙ୍କର ବାରମ୍ବାର ମନା ସତ୍ତ୍ୱେ ସତୀ ଯଜ୍ଞକୁ ଯିବା ପାଇଁ ଜିଦ୍ କରି ବସନ୍ତି। ଶିବ ସତୀଙ୍କର 10 ମହାବିଦ୍ୟା ଯଥା ମହାକାଳୀ, ତାରା, ଷୋଡ଼ଶୀ, ଛିନ୍ନମସ୍ତା, ଭୁବନେଶ୍ୱରୀ, ବଗଳାମୁଖୀ, ଧୂମାବତୀ, କମଳା, ମାତଙ୍ଗୀ ଓ ଭୈରବୀ ରୂପ ଦେଖି ସତୀଙ୍କୁ ଯଜ୍ଞକୁ ଯିବା ପାଇଁ ଅନୁମତି ଦିଅନ୍ତି। ଯଜ୍ଞସ୍ଥଳରେ ବିନା ନିମନ୍ତ୍ରଣରେ ସତୀ ଆସିଥିବାରୁ ପିତାଙ୍କ ଦ୍ୱାରା ଅପମାନିତ ହୁଅନ୍ତି। ସ୍ୱାମୀଙ୍କ ନିନ୍ଦା ସତୀ ସହିପାରନ୍ତି ନାହିଁ। ଶେଷରେ ଯଜ୍ଞକୁଣ୍ଡରେ ଆତ୍ମବିସର୍ଜନ କରନ୍ତି। ଏହା ଶିବଙ୍କୁ କ୍ରୋଧାନ୍ୱିତ କରେ। ଶିବ ବୀରଭଦ୍ର ରୂପ ଧାରଣ କରି ଯଜ୍ଞସ୍ଥଳ ଧ୍ୱଂସ କରନ୍ତି ଏବଂ ଯକ୍ଷଙ୍କ ମୁଣ୍ଡ କାଟି ଯଜ୍ଞକୁଣ୍ଡରେ ନିକ୍ଷେପ କରନ୍ତି ଏବଂ ସତୀଙ୍କ ଦଗ୍ଧ ମରପିଣ୍ଡ ଯଜ୍ଞକୁଣ୍ଡରୁ ଆଣି କାନ୍ଧରେ ଧରି ଶିବ ତାଣ୍ଡବ ନୃତ୍ୟ କରନ୍ତି। ଏହା ଫଳରେ ପୃଥିବୀ କମ୍ପି ଉଠେ। ଦେବତାମାନେ ମଧ୍ୟ ଭୟଭୀତ ହୋଇଯାଆନ୍ତି। ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର ଦ୍ୱାରା ମୃତ ପିଣ୍ଡକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତି। ସତୀଙ୍କ ଦେହର ଏହି ଛେଦିତ ଅଂଶ ଗୁଡ଼ିକ ଭାରତର ଓ ଭାରତ ବାହାରେ ବିଭିନ୍ନ ସ୍ଥଳଭାଗରେ ପଡ଼େ, ଯାହାକି ପରବର୍ତ୍ତୀ ସମୟରେ ପାଲଟି ଯାଏ ଆଦି ମାତାଙ୍କର 51ଟି ଓ ଭିନ୍ନ ମତରେ ମଧ୍ୟ କୁହାଯାଇଛି 108ଟି ମାତୃଶକ୍ତିପୀଠ, ଯାହା ମାତୃଶକ୍ତିକୁ ସର୍ବଭାରତୀୟ ସ୍ତରରେ ପ୍ରସାର କରିବା ସହିତ ଆଧ୍ୟାତ୍ମିକତାର ଏକ ନୂତନ ଦିଗନ୍ତ ସୃଷ୍ଟି କରିପାରିଛି। ଦୁର୍ଗା ଦେବୀଙ୍କ ଆବିର୍ଭାବ ସମ୍ପର୍କରେ ବିଭିନ୍ନ ଧର୍ମଶାସ୍ତ୍ର ଓ ପୁରାଣ ସାହିତ୍ୟରେ ଆଲୋଚନା ମଧ୍ୟ କରାଯାଇଛି। ସୃଷ୍ଟିର ଆରମ୍ଭ ପୂର୍ବରୁ ଯେମିତି ଆଦ୍ୟାଶକ୍ତି ସତ୍ୟ, ସେମିତି ତାଙ୍କ ସୃଷ୍ଟି ସର୍ଜନା ପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ଅନ୍ୟାନ୍ୟ ଦେବୀ ଦେବତାମାନେ ସୃଷ୍ଟି ହୋଇଥିଲେ। ମା ଭଗବତୀ
ଏକ ସଙ୍ଗେ ଦେବ ଓ ଦାନବ ସୃଷ୍ଟି କରିଥିଲେ। ସମୁଦ୍ର ମନ୍ଥନ ସମୟରେ ଅମୃତ ପାନ କରି ଦେବତାମାନେ ଅମର ହୋଇଗଲେ, ଦାନବମାନେ ହୋଇଗଲେ ମର। ନିଜର ଶକ୍ତି ଓ ଆଧିପତ୍ୟକୁ ନେଇ ଦୁହିଁଙ୍କ ମଧ୍ୟରେ ସର୍ବଦା କଳହ ଓ ଯୁଦ୍ଧ ଲାଗି ରହୁଥିଲା। ଦାନବମାନେ ଧ୍ୟାନ ତପସ୍ୟା ମାଧ୍ୟମରେ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ସନ୍ତୁଷ୍ଟ କରି କିପରି ଅମରତ୍ୱ ଲାଭ କରିବେ ସେହିପରି ବର ମାଗୁଥିଲେ। କିନ୍ତୁ ତାଙ୍କର ଅଲକ୍ଷ୍ୟରେ କିଛି କାରଣ ରହିଯାଉଥିଲା, ଯାହାଦ୍ୱାରା ଦାନବମାନଙ୍କର ମୃତ୍ୟୁ ହେଉଥିଲା। ସୃଷ୍ଟିର ଆରମ୍ଭରେ ଆଦିଦୈତ୍ୟ ଥିଲେ ହିରଣ୍ୟକଶିପୁ। ତାଙ୍କର ବଂଶର ରୁରୁ ନାମକ ଏକ ଅସୁର ଦୁର୍ଗାଙ୍କ ଦ୍ୱାରା ନିହତ ମଧ୍ୟ ହୋଇଥିଲା। ତାଙ୍କର ପୁତ୍ର ଥିଲେ ଦୈତ୍ୟରାଜ ଦୁର୍ଗମ। ସେ ବ୍ରହ୍ମାଙ୍କଠାରୁ ବର ପାଇଥିଲେ ଯେ କୌଣସି ପ୍ରାଣୀ ବା ପୁରୁଷ ହାତରେ ସେ ମରିବେ ନାହିଁ। ତେଣୁ ଦୁର୍ଗମ ତ୍ରିଲୋକର ଅଧିପତି ହେବାର ସ୍ୱପ୍ନ ଦେଖୁଥିଲେ। ସ୍ୱର୍ଗପୁର ବାରମ୍ବାର ଆକ୍ରମଣ କରିବା ସହିତ ଦେବତାମାନଙ୍କୁ ପରାସ୍ତ କରି ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ। ଏମିତି ଏକ ଦାନବ ଯୁଦ୍ଧ ସମୟରେ ବୃହସ୍ପତି ଓ ଇନ୍ଦ୍ର ଆଦି ଦେବତାଗଣ ଏକ ପରମ ଜ୍ୟୋତିକୁ ଦେଖିଥିଲେ। ଏହି ଜ୍ୟୋତି ପାଖରେ ବିନମ୍ର ପ୍ରାର୍ଥନା କରିବା ସହ ଶରଣ ମଧ୍ୟ ପଶିଥିଲେ। ସେହି ଜ୍ୟୋତି ମଧ୍ୟରେ ଦେବତାମାନେ ପ୍ରଥମ ଥର ପାଇଁ ଚତୁର୍ଭୁଜା କୌଣସି ଏକ ନାରୀ ପ୍ରତିମା ଦେଖିଲେ, ଯିଏକି ଗୋଟିଏ ହସ୍ତରେ ବରଦାନ ଓ ଅନ୍ୟ ହସ୍ତମାନଙ୍କରେ ପାଶ ଅଙ୍କୁଶ ଏବଂ ଚତୁର୍ଥ ହସ୍ତରେ ଅଭୟ ପ୍ରଦାନ କରୁଥିଲେ। ଦେବତାମାନଙ୍କର ଆରାଧନାରେ ମା ଭଗବତୀ ସନ୍ତୁଷ୍ଟ ହୋଇ ନାରୀ ରୂପ ଧାରଣ କରିଥିଲେ। ଦୁର୍ଗମାସୁରର ପୁରୁଷ ହାତରେ ମରିବାର ନଥିଲା। ମା ଭଗବତୀ ଦୁର୍ଗମ ଅସୁରଙ୍କୁ ମାରି ଦେବତାମାନଙ୍କର ଦୁଃଖ ହରଣ କରିଥିବାରୁ ମା ହେଲେ ଦୁର୍ଗତ ନାଶିନୀ ଦୁର୍ଗା। ଶ୍ରୀଦେବୀ ଭାଗବତରେ କୁହାଯାଇଛି, ପ୍ରାଣୀଙ୍କର ପରମ କଲ୍ୟାଣଦାୟିନୀ ଶାକ ରୂପେ ସବୁଙ୍କୁ ରକ୍ଷା କରେ ପୁଣି ସହସ୍ରାକ୍ଷୀ ସାକ୍ଷାତେ କରୁ ନମସ୍କାର ଦୁର୍ଗା ମା ଦୁର୍ଗମକୁ କଲା ଯା ସଂହାର। ପୁଣି ମଧ୍ୟ ଏହିପରି ଲକ୍ଷ୍ମୀ ତନ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି, ଶାକମ୍ଭରୀ ଶତାକ୍ଷୀ ସାସବ୍ୟ ଦୁର୍ଗା ପ୍ରକୀର୍ତ୍ତିତା ଉମା ଗୌରୀ ସତୀ ଚଣ୍ଡୀ କାଳିକେଶା ଚ ପାର୍ବତୀ। ଶାକମ୍ଭରୀ ସ୍ତମ୍ଭନ ଧାୟନ ଶତ୍ରୁ ସମ୍ପୂଜୟନ ନମନ ଅକ୍ଷୟମଶ୍ନୁତେ ଭୂତିଂ ମନଂ ପଣଂ ଭବାନ୍ତରେ। ଅର୍ଥାତ୍ ଶତାକ୍ଷୀ ଶାକମ୍ଭରୀ ଦେବୀ ହେଉଛନ୍ତି ଦୁର୍ଗା। ସେ ଉମା ଗୌରୀ ସତୀ ଚଣ୍ଡୀ କାଳିକେଶା ଓ ପାର୍ବତୀ ନାମରେ ଖ୍ୟାତ। ଶାକମ୍ଭରୀକୁ ସ୍ତବ ଧ୍ୟାନ ପୂଜା ଓ ପ୍ରଣାମ କରିଲେ ଅନ୍ୟ ଜନ୍ମରେ ଅକ୍ଷୟ ଅନ୍ନ ପାନ ଓ ଐଶ୍ୱର୍ଯ୍ୟ ଲାଭ ହୁଏ। ଏହି ଗ୍ରନ୍ଥରେ ପୁନଶ୍ଚ ଅନ୍ୟ ଏକ ଶ୍ଲୋକ ମଧ୍ୟ କୁହାଯାଇଛି, ଦୁର୍ଗା ଦେବୀତି ବିଖ୍ୟାତଂ ତନ୍ମେ ନାମ ଭବିଷ୍ୟତ ପୁନଶ୍ଚାହଂ ଯଦା ଭୀମଂ ରୂପଂ ରୁମାଂ ହିମାଚଳେ। ଅର୍ଥାତ୍ ଏହାଦ୍ୱାରା ମୋର ନାମ ଦୁର୍ଗା ଦେବୀ ରୂପେ ପ୍ରସିଦ୍ଧ ହେବ। ପୁନଶ୍ଚ ମୁଁ ଯେତେବେଳେ ଭୀମ ରୂପ ଧାରଣ କରିବି, ମୁନିମାନଙ୍କ ରକ୍ଷା ନିମନ୍ତେ ହିମାଳୟ ଉପରେ ରହିଥିବା ରାକ୍ଷସମାନଙ୍କୁ ଭକ୍ଷଣ କରିବି। ସେହି ସମୟରେ ସବୁ ମୁନି ଭକ୍ତିପୂର୍ବକ ନତମସ୍ତକ ହୋଇ ମୋର ସ୍ତୁତି କରିବେ। ସେତେବେଳେ ମୁଁ ଭୀମା ଦେବୀ ରୂପେ ବୋଲି ବିଖ୍ୟାତ ହେବି। ମାର୍କଣ୍ଡେୟ ଋଷିଙ୍କ ଦେବୀ ମାହାତ୍ମ୍ୟ ବା ଚଣ୍ଡୀ ନାମକ ଗ୍ରନ୍ଥରେ କହିଛନ୍ତି, କେବଳ ଆର୍ଯ୍ୟ ଦେଶ ନୁହେଁ, ସମଗ୍ର ଜଗତରେ ମାନବ କଲ୍ୟାଣ ନିମନ୍ତେ ମା ଦୁର୍ଗାଙ୍କର ଶତାକ୍ଷୀ ଓ ଶାକମ୍ଭରୀ ଏହି ଦୁଇ ଅବତାର
ଅଜନିକା ରୂପେ ସ୍ୱ ଅଙ୍ଗରୁ ସମ୍ଭୂତା। ତେଣୁ ଦୁର୍ଗା ପୂଜାରେ ସପ୍ତମୀ, ଅଷ୍ଟମୀ ଓ ନବମୀ ଏହି 3 ଦିନ ଦୁର୍ଗା ମଣ୍ଡପ ମାନଙ୍କରେ ଚଣ୍ଡୀ ପାଠ ହୋଇଥାଏ। ଅସୁରଙ୍କ ନିଧନ ପାଇଁ ମା 9ଟି ରୂପ ଧାରଣ କରନ୍ତି, ଯଥା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ସ୍କନ୍ଦମାତା, କାତ୍ୟାୟିନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ତେଣୁ ଦୁର୍ଗାକୁ ମଧ୍ୟ ନବଦୁର୍ଗା କୁହାଯାଏ। ମାତୃଶକ୍ତି ମା ଦୁର୍ଗାଙ୍କ ଆବିର୍ଭାବ ଘଟେ ବର୍ଷକୁ 2 ଥର। ବସନ୍ତ କାଳରେ ସୂର୍ଯ୍ୟ ଯେତେବେଳେ ମୀନ ରାଶିରେ ଚଳମାନ ହୁଏ, ସେତେବେଳେ ମା ଦୁର୍ଗାଙ୍କ ଆରାଧନାକୁ କାଳବୋଧନ କୁହାଯାଏ। ଏହା ବାସନ୍ତୀ ଦୁର୍ଗା ପୂଜା ନାମରେ ଖ୍ୟାତ। ସୂର୍ଯ୍ୟ ଯେତେବେଳେ କନ୍ୟା ରାଶିରେ ଚଳନ କରନ୍ତି ବା ଶରତ ଋତୁରେ ମା ଦୁର୍ଗାଙ୍କୁ ଯେଉଁ ଆରାଧନା କରାଯାଏ, ତାକୁ ଅକାଳ ବୋଧନ କୁହାଯାଏ। ଯଥା ନିଦ୍ରିତ ଦେବତାଙ୍କୁ ଅକାଳ ନିଦ୍ରା ଭରଣରୁ ଜାଗ୍ରତ କରିବା ଏହି ପୂଜାର ଲକ୍ଷ୍ୟ। ମା ଦୁର୍ଗାଙ୍କର ଏହା ଶାରଦୀୟ ଦୁର୍ଗା ପୂଜା ବା ଶାରଦ ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ। ଦୁର୍ଗା ପୂଜାରେ ମା ଦଶଭୁଜା, ମହାଶକ୍ତି, ରଣସେନୀ ଓ ମହିଷାସୁର ବିନାଶିନୀ ବେଶ ଧାରଣ କରନ୍ତି ଏବଂ ମହିଷାମର୍ଦିନୀ ଦୁର୍ଗା ଭାବରେ ମା ପୂଜିତ ହୁଅନ୍ତି। ଭାରତବର୍ଷ ଧାର୍ମିକତା ତଥା ଆଧ୍ୟାତ୍ମିକତାର ଦେଶ। ଏହି ମାଟିର ପ୍ରତିଟି ଧୂଳିକଣାକୁ ଭଲ ପାଉଥିବା ଭାରତ ମାତାଙ୍କର ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ପ୍ରଭୁ ଶ୍ରୀ ଅରବିନ୍ଦ। ସେ ମଧ୍ୟ ଉଚ୍ଚଶିକ୍ଷିତ, ବିଶ୍ୱ ମାନବର ମଉଡ଼ମଣି, ଅତି ମାନସର ଭାଗୀରଥୀ, ପୂର୍ଣ୍ଣତାର ସ୍ରଷ୍ଟା ତଥା ଆନନ୍ଦର ଦ୍ରଷ୍ଟା। ବିଦେଶରୁ ଫେରି କଲିକତାରେ ଅବସ୍ଥାନ କରୁଥିବା ସମୟରେ ସେ ଅତି ସରଳ ଓ ସାଧାରଣ ଜୀବନ ଅତିବାହିତ କରୁଥିଲେ। ପ୍ରତ୍ୟେକ ଦିନ ଶ୍ରୀ ଅରବିନ୍ଦ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରକୁ ଯାଉଥିଲେ। କାଳୀ ମନ୍ଦିରଟି ଥିଲା ଶ୍ରୀ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କର ସାଧନାର କେନ୍ଦ୍ରସ୍ଥଳ ଏବଂ ଆଦ୍ୟାଶକ୍ତି ମାଙ୍କର ଅନ୍ୟତମ ପ୍ରଧାନ ଶକ୍ତିପୀଠ। ପୌରାଣିକ ମତରେ ଏଠାରେ ମା ସତୀଙ୍କର ଦକ୍ଷିଣ ହସ୍ତର ବୃଦ୍ଧ ଆଙ୍ଗୁଳି ସମେତ ଅନ୍ୟ 4ଟି ଆଙ୍ଗୁଳି ପଡ଼ିଥିଲା। ଶ୍ରୀ ଅରବିନ୍ଦ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ପ୍ରଗଣାର ମାଟିକୁ ସର୍ବଦା ନିଜ ପାଖରେ ସାଇତି ରଖୁଥିଲେ। ଆଲିପୁର ବୋମା ବିସ୍ଫୋରଣ ତଲାସୀ ବେଳେ ଶ୍ରୀ ଅରବିନ୍ଦଙ୍କ କୋଠରୀରୁ ଏହା ମଧ୍ୟ ମିଳିଥିଲା। ବନ୍ଦୀ ଅବସ୍ଥାରେ ମାଙ୍କ କୃପାରୁ ତାଙ୍କୁ କାରାଗାରରେ ଭାଗବତ ଦର୍ଶନ ବା କୃଷ୍ଣ ଚେତନା ଉପଲବ୍ଧି ମଧ୍ୟ ହୋଇଥିଲା। ଶ୍ରୀ ଅରବିନ୍ଦ ଦୁର୍ଗା ସ୍ତୋତ୍ରରେ ମା ଦୁର୍ଗାଙ୍କୁ ଭାରତ ବର୍ଷରେ ଆବିର୍ଭୂତ ହେବା ପାଇଁ ମଧ୍ୟ ଭାରତର ଯୁବ ସମ୍ପ୍ରଦାୟଙ୍କ ମନରେ ଶକ୍ତି ସାମର୍ଥ୍ୟ ଭରିଦେବା ପାଇଁ ଆସ୍ପୃହା କରିଛନ୍ତି। ମାଙ୍କୁ ସେ ସିଂହବାହିନୀ, ସର୍ବଶକ୍ତିଦାୟିନୀ, ଶିବପ୍ରିୟେ, ଭୀମେ, ବଳଦାୟିନୀ, ପ୍ରେମଦାୟିନୀ, ତ୍ରିଶୂଳଧାରିଣୀ, ସୌମ୍ୟ ରୁଦ୍ରରୂପିଣୀ ଭାବରେ ସମ୍ବୋଧିତ କରିଛନ୍ତି। ଅନ୍ତସ୍ଥ ରିପୁକୁ ସଂହାର କରି ବାହାରର ବାଧାବିଘ୍ନକୁ ନିର୍ମୂଳ କରିବା ପାଇଁ ମାଙ୍କୁ ମଧ୍ୟ ବିନମ୍ର ନିବେଦନ କରିଛନ୍ତି। ପୁଣି କହିଛନ୍ତି, ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗା ପୂଜା। ଆମ୍ଭମାନଙ୍କର ସକଳ କାର୍ଯ୍ୟ ହେଉ ପ୍ରେମମୟ, ଶକ୍ତିମୟ, ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମାତ। ପୁଣି ମା ପୁସ୍ତକରେ ମଧ୍ୟ 3ୟ ଅଧ୍ୟାୟରେ ପୁନର୍ବାର ପ୍ରଭୁ ଶ୍ରୀ ଅରବିନ୍ଦ କହିଛନ୍ତି, ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତର ହେବ, ମାଙ୍କର କରୁଣା ଓ ଅଭୟ ସେତେ ଘେରି ରହିବ। ଯଦି ମା ଭଗବତୀଙ୍କର କରୁଣା ଓ ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କ'ଣ ଅଛି ଯାହା ତୁମକୁ ସ୍ପର୍ଶ କରିବ? ନିଜର ସୂକ୍ଷ୍ମ ଜ୍ଞାନ ଓ ଯୋଗ ବଳରେ
ଶ୍ରୀ ଅରବିନ୍ଦ କରୁଣାମୟୀ ଶ୍ରୀ ମାଙ୍କ ପାଖରେ ଭଗବତୀ ଏବଂ ମା ଦୁର୍ଗାଙ୍କ ଅପାର ଶକ୍ତିର ପରିଚୟ ପାଇଥିଲେ। ଭଗବତୀ ଶକ୍ତି ମା ବା ଆଦ୍ୟାଶକ୍ତିଙ୍କର କରୁଣାରେ ଅନ୍ତରର ଶତ୍ରୁଗୁଡ଼ିକର ବିନାଶ ହୋଇଥାଏ, ଜୀବନର ସାର୍ଥକତା ଓ ପୂର୍ଣ୍ଣତା ପ୍ରାପ୍ତ ହୋଇଥାଏ। ମା ଦୁର୍ଗା ହେଉଛନ୍ତି ଶକ୍ତି ସ୍ୱରୂପିଣୀ, ମଙ୍ଗଳମୟୀ ଓ କରୁଣାଦାତ୍ରୀ। ତାଙ୍କର କୃପା ଅସୀମ। ମା ଦୁର୍ଗାଙ୍କୁ ଆନ୍ତରିକ ଆରାଧନା କଲେ ସମାଜ ଓ ଜୀବନର ଦୁଃଖ ଦୂର ହୋଇଥାଏ। ଭାରତୀୟ ଶାସ୍ତ୍ର ପୁରାଣରୁ ଏହାର ଉଦାହରଣକୁ ଲକ୍ଷ୍ୟ ମଧ୍ୟ କରିହେବ। ସୃଷ୍ଟିର ଉଷା କାଳରେ ପ୍ରଜାପତି ବ୍ରହ୍ମା ଅତ୍ୟାଚାରୀ ମଧୁକୈଟଭ ଦୈତ୍ୟଙ୍କୁ ବଧ କରିବା ପାଇଁ ପ୍ରଥମେ ଦୁର୍ଗାଷ୍ଟକ ପାଠ କରିଥିଲେ। ବ୍ରହ୍ମାଙ୍କ ସ୍ତବ ପାଠରେ ସନ୍ତୋଷ ହୋଇ ଆଦ୍ୟାଶକ୍ତି ମା ଦୁର୍ଗାଙ୍କ ସହାୟତାରେ ବିଷ୍ଣୁଙ୍କ ଦ୍ୱାରା ମଧୁକୈଟଭ ଦୈତ୍ୟ ବଧ ହୋଇଥିଲା। ସ୍ୱର୍ଗପୁରରେ ଭୂତାସୁର ଓ ମହିଷାସୁର ଦେବଗଣଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ। ସମବେତ ଦେବଗଣ ମାତୃ ଆରାଧନା ପୂର୍ବକ ସ୍ତବ ପାଠ କରିବାରୁ ମା ଦୁର୍ଗା ଅସୁରର ଅତ୍ୟାଚାରରୁ ସ୍ୱର୍ଗପୁରକୁ ମୁକ୍ତି କରିଥିଲେ। ଏପରି ମଧ୍ୟ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣଙ୍କ ପାଖରୁ ସୀତାଙ୍କ ଉଦ୍ଧାର ପାଇଁ ଆଶ୍ୱିନ ମାସରେ ମାଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପୂର୍ଣ୍ଣ ଭକ୍ତିର ସହିତ ଦୁର୍ଗା ପୂଜା କରିଥିଲେ। ମାଙ୍କ କରୁଣା ଲାଭ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ସୀତା ମାତାଙ୍କୁ ଉଦ୍ଧାର କରିଥିଲେ ଏବଂ ରାବଣ ବଧ ମଧ୍ୟ ସମ୍ଭବ ହୋଇଥିଲା। ଦ୍ୱାପର ଯୁଗରେ ଅଜ୍ଞାତବାସ ସମୟରେ ଧର୍ମରାଜ ଯୁଧିଷ୍ଠିର ଶ୍ରୀ ଦୁର୍ଗାଙ୍କୁ ମଧ୍ୟ ପୂଜା କରିଥିଲେ। ପାଣ୍ଡବଙ୍କର ଅଜ୍ଞାତବାସ ସଫଳ ହୋଇଥିଲା। ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ପ୍ରତ୍ୟହ ଦୁର୍ଗାସ୍ତବ ପାଠ କରିବାକୁ ଉପଦେଶ ମଧ୍ୟ ଦେଉଥିଲେ। ଅର୍ଜୁନ ମହାଭାରତର ଯୁଦ୍ଧରେ ଶ୍ରେଷ୍ଠ ଧନୁର୍ଦ୍ଧର ରୂପେ ବିବେଚିତ ହୋଇଥିଲେ। ଏବେ କଳିଯୁଗ ଉପନୀତ। ମନୁଷ୍ୟ ଆଜି ନିଜର ବୁଦ୍ଧି ଜ୍ଞାନ ବଳରେ ଚନ୍ଦ୍ରରେ ପାଦ ଥାପିଲାଣି। ବିଜ୍ଞାନ ପ୍ରଦତ୍ତ ଅସ୍ତ୍ର ନିର୍ମାଣ କରି ମାନବ ସମାଜକୁ ଧ୍ୱଂସ କରିଦେବାର ବାହାସ୍ଫୋଟ ମାରୁଛି। ସମାଜରେ ଯୁଦ୍ଧ, ଅରାଜକତା, ଅଶାନ୍ତି ଲାଗି ରହିଛି। ପୂର୍ବ ଯୁଗର ଅସୁରୀୟ ଶକ୍ତିଗୁଡ଼ିକ ଆଜି ମାନବର ଦେହ, ମନ, ପ୍ରାଣ, ଚୈତ୍ୟ ବା ଆତ୍ମସତ୍ତାରେ ପଶିଯାଇଛି, ଯାହାଦ୍ୱାରା ମାନବ ଆଜି ଦେବତ୍ୱ ଓ ପଶୁତ୍ୱର ମଧ୍ୟବର୍ତ୍ତୀ ସ୍ତରରେ ରହିଯାଇଛି। ଅର୍ଥ ପ୍ରାଚୁର୍ଯ୍ୟ ମଧ୍ୟରେ ମାନବ ବୁଡ଼ି ରହିଲେ ମଧ୍ୟ ଆନ୍ତରିକ ଶାନ୍ତି ଆନନ୍ଦଠାରୁ ଦୂରେଇ ଯାଇଛି। ଏହିଭଳି ଏକ ଜଟିଳ ମାନବୀୟ ପରିସ୍ଥିତି, ଅବକ୍ଷୟମୁଖୀ ସାମାଜିକ ସ୍ଥିତିରେ ଶିବ ଶିବାଙ୍କ ପରି ଅର୍ଦ୍ଧନାରୀଶ୍ୱର ରୂପ ପରି ସମ୍ପ୍ରତି ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଆଧ୍ୟାତ୍ମିକ ଦିଗ୍ଦର୍ଶନ ଆଜି ଆମ ନିକଟରେ ଆଶାର ଆଲୋକ, ଆନନ୍ଦର ସମ୍ଭାବନା ସୃଷ୍ଟି କରିପାରିଛି। ତାଙ୍କ ପ୍ରବର୍ତ୍ତିତ ଆଧ୍ୟାତ୍ମିକ ମାର୍ଗ ତଥା ଅମୃତ ଭାବଚେତନାକୁ ଅନୁସରଣ କଲେ ମାନବର ଅନ୍ତର ମଧ୍ୟରେ ଲୁଚିଥିବା ଆସୁରିକ ଶକ୍ତିଗୁଡ଼ିକର ବିଲୋପ ଘଟିପାରିବ। ମାନବ ଏକ ଶୁଦ୍ଧ, ପୂର୍ଣ୍ଣ ଓ ନବ ମାନବରେ ପରିଣତ ହୋଇପାରିବ। ସେହି ଭଗବତୀ ଶକ୍ତିର ଅଂଶ ସ୍ୱରୂପ ଶ୍ରୀମା ଆଜି ଆମ ନିକଟରେ ତଥା ମାତୃଶକ୍ତି ଭାବରେ ଆମ ହୃଦୟରେ ଅବତୀର୍ଣ୍ଣ। ମାତୃଶକ୍ତି ସର୍ବଦା ଚିରସ୍ରୋତ। ସେହି ସ୍ରୋତକୁ ଆମ ମନ, ପ୍ରାଣ ଓ ଆତ୍ମସତ୍ତାରେ ପ୍ଲାବନ କରିବା ହେଉଛି ବର୍ତ୍ତମାନ ଆମର ନୈତିକ କର୍ତ୍ତବ୍ୟ। ମା ଦୁର୍ଗା ନିଜ ରଚିତ ସୃଷ୍ଟି ଜଗତକୁ ବର୍ଷକୁ 2 ଥର ଧରାବତରଣ କରନ୍ତି। ଏବେ ସେହି ସମୟ ପ୍ରାୟ ଉପନୀତ। ଏହା ତାଙ୍କର ଅକାଳ ବୋଧନ ପୂଜା। ନିଦ୍ରିତ ଦେବତାଙ୍କୁ ଜାଗ୍ରତ କରିବା ପାଇଁ ଏହି ପୂଜା କରାଯାଇଥାଏ। ପବିତ୍ର ଦୁର୍ଗା ପୂଜା ଅବସରରେ ଆମେ ଆମ ଦେହ, ମନ
ପ୍ରାଣସ୍ତରରେ ଥିବା ମହିଷାସୁର ରୂପୀ ଆସୁରିକ ଶକ୍ତିଗୁଡ଼ିକୁ ମା ଦୁର୍ଗାଙ୍କ ଯଜ୍ଞକୁଣ୍ଡରେ ପୂର୍ଣ୍ଣାହୁତି ଦେଇଦେବା ଉଚିତ। ଆମ ଆତ୍ମାରେ ସୁପ୍ତ ତଥା ନିଦ୍ରିତ ଥିବା ଚୈତ୍ୟ ପୁରୁଷଙ୍କୁ ଜାଗ୍ରତ କରାଇବା ସହ ଦିବ୍ୟ ଜନନୀଙ୍କ ଶରଣାପନ୍ନ ହୋଇ ଦିବ୍ୟ ଜୀବନ ପଥରେ ଅଗ୍ରସର ହେବା ହେଉଛି ବର୍ତ୍ତମାନ ଆମର ଏକାନ୍ତ ପ୍ରୟୋଜନ। ସମ୍ଭବତଃ ଏହା ହେବା ଉଚିତ ଆମ୍ଭମାନଙ୍କର ତଥା ପ୍ରତ୍ୟେକ ମାନବ ସମାଜର ଦୁର୍ଗା ପୂଜାରେ ମା ଦୁର୍ଗାଙ୍କ ପାଇଁ ପ୍ରକୃତ ନୈବେଦ୍ୟ। ସୁତରାଂ ମା ଦୁର୍ଗାଙ୍କର କରୁଣାରୁ ସମସ୍ତ ଆସୁରିକ ଶକ୍ତିର ବିନାଶ ଘଟି ଜଗତରେ ଦେବତ୍ୱର ଭାବ ଦେଖାଯାଉ। ମାନବ ମଧ୍ୟରେ ଶାନ୍ତି, ପ୍ରେମ, ଶ୍ରଦ୍ଧା ଏବଂ ବିଶ୍ୱାତୀତ ଅନୁଚିନ୍ତା ସୃଷ୍ଟି ହେଉ, ଯାହାଫଳରେ ଜଗତରେ ସୁଖ, ସୌହାର୍ଦ୍ଦ୍ୟ, ଆନନ୍ଦର ବାତାବରଣ ସଞ୍ଚରିଯିବ। ଯୁଦ୍ଧ ଏବଂ ରକ୍ତପାତ ନୁହେଁ, ବରଂ ଶାନ୍ତି, ପ୍ରେମ ଓ ଆନନ୍ଦ ହେବ ବିଶ୍ୱର ଧର୍ମ। ପ୍ରତ୍ୟେକ ମାନବରୁ କଣ୍ଠରୁ ନିଶ୍ଚୟ ଶୁଭିବ ମଧୁମୟ ସୃଷ୍ଟି, ସୁଧାମୟ ସୃଷ୍ଟି, ଏ ସୃଷ୍ଟି ଅମୃତମୟ ହେ, ଏ ସୃଷ୍ଟି ଅମୃତମୟ। ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍।